प्रेज द लॉर्ड। प्रभु को धन्यवाद दिए प्रातः सकाल पाई आ प्रभु को उपस्थिति मध्य आसंतु पुणी आमने ईश्वर वाक्य देखिबा। आज टॉपिक रहिबो ओपन द बाइबल। आम ईश्वर वाक्य को कारण नूतन नियम हूँ ईश्वर खोला पुस्तक, पुरातन नियम हूँ बंद पुस्तक। तेणुकरी आमने ईश्वर वाक्य को जेते ओपन करिबा ताले आमे ता मध्य प्रकाशन पाइबा, ईश्वर रब को मध्य शुणिबा। सेतिपाई आजिर चिंतन पाई आमने देखिबा लोकलिखित सुसमाचार 4 अध्याय, जाकि जीशु ख्रीष्टंकर सेवा कार्य आरंभ। कारण एठी आमे 16 पदरु जदि पाठ करिबा लोकलिखित सुसमाचार 4 अध्याय 16 पद, से जो नाजरीतीय प्रतिपालित होइथिले से स्थान को इतिमध्य गले और अपना रीति अनुसार विश्रामबार समाज गृह प्रवेश कले आ पाठ करने निमंते ठिया हेले। सेथिरे जिशा भावादी पुस्तक ताहांकु दियागला। आउ से ता फिटाई जो स्थान ये वाक्य लिखित अच्छी ता पाइले, प्रभुंकर आत्मा मोठरे अधिष्ठित। जेणु दिनहीन मानक निकटरे सुसमाचार प्रचार करने निमंते से मते अभिषिक्त करि अछंती। बंदी मानक निकटरे मुक्ति और अंधमान निकटरे दुष्टि लाभर विषय घोषणा करने को, पुणी उपद्रव प्राप्त लोक मानकु मुक्त करने को, आ प्रभुंक अनुग्रह वर्ष घोषणा करने को से मते प्रेरण करि अछंती। परे से पुस्तक बंद करी परिचारक मानकु ता फेरई दे उपवेशन कले। आ समाज गृह समस्त दृष्टि ताहांक पर स्थिर हो रहिला। पुणी से मानकु कहिबाकु लागिले, आज धर्मशास्त्र वाक्य तुमानकर कर्णगोचर सफल हैला। आ समस्ते ताहांक संबंधरे साक्ष्य देवाकु लागिले और ताहांक मुख निर्गत अनुग्रह वाक्य रे चमत्कृत हेले। पुणी से माने कहिबाकु लागिले, ए कौन जोसेफर पुत्र नुहे? आसंत प्रिय ईश्वर को लोक माने ये बाइबल प्रकाश करुची। आ जीशु ख्रीष्ट तांकर सेवा कार्य आरंभ, जाकि जिशा भावादी जो समाज गृह से कौन करुछंती, ए गोटे पद को से पाठ करुछंती। कारण आउ से प्रथमे से बाइबल को से कौन कले ओपन कले, से वाक्य को से आउ से ता फिटाई जो स्थान वाक्य लिखित अच्छी ता पाइले। तेणुकरी आम देखि पारुचे ए वाक्य जिशा मध्य तांकरी विषय रे आ जाकि भविष्यवाणी करथिले। कारण ए नूतन नियम एठी आमे 3 गोटी विषय। प्रथम विषय हला आमे ईश्वर वाक्य को जेते ओपन करिबा, जीशु ख्रीष्ट सेवा कार्य आरंभ से वाक्य को ओपन कले, खोलिले। आमे जेते स्टडी द गॉड्स वर्ड, ईश्वर आमान को ईश्वर आपण को पाठ करिवे। ईश्वर आपण को जत्नवान हेबे। आपण जेते ईश्वर को पढ़िबे, ईश्वर मध्य
ଆପଣଙ୍କ ବିଷୟରେ ସେ ଆପଣଙ୍କ ପରିଚୟ ବା ଆପଣଙ୍କ ବିଷୟରେ ସେ ଅଧିକ ଗୁରୁତ୍ୱ ଦେବେ। କାହିଁକିନା ୟୁ ହାଇଲାଇଟ୍ ଦ ୱାର୍ଡ଼ ଅଫ୍ ଗଡ଼୍। ଆପଣ ଯେତେବେଳେ ଈଶ୍ୱରଙ୍କର ବାକ୍ୟକୁ ସମ୍ମାନିତ କରିବେ, ହାଇଲାଇଟ୍ କରିବେ, ଈଶ୍ୱର ଆପଣମାନଙ୍କୁ ହାଇଲାଇଟ୍ କରିବେ। ୟୁ ଷ୍ଟଡି ଦ ଗଡ୍ସ ୱାର୍ଡ। ଈଶ୍ୱରଙ୍କର ଜ୍ଞାନ ଆପଣମାନେ ପ୍ରାପ୍ତ ହୋଇ ଚାଲିବେ। ସେଥିପାଇଁ ବାଇବେଲ ପ୍ରକାଶ କରେ ଆମର ଲୋକମାନେ ଈଶ୍ୱରଙ୍କର ଜ୍ଞାନର ଅଭାବ ହେତୁ ବିନଷ୍ଟ ହୋଇଯାଆନ୍ତି। କାରଣ ଇଏ ହେଉଛି ମହାସମୁଦ୍ର। ବାଇବେଲ ପ୍ରକାଶ କରୁଛି ଆମେ এই ମହାସମୁଦ୍ରକୁ ଯେତେବେଳେ ମନ୍ଥନ କରିବା ତା ଭିତରୁ କେବଳ ଅମୃତ ବାହାରିବ। କାରଣ এই ସମୁଦ୍ରକୁ ଆମମାନେ ମନ୍ଥିବାର ଅର୍ଥ ହେଉଛି ଆମେ ଯେତେ ନୂତନ ନିୟମ ହେଉଛି ନ୍ୟୁ ସମ୍ବନ୍ଧକୁ ବୁଝାଏ। ନୂତନ ନିୟମ ହେଉଛି ଈଶ୍ୱରଙ୍କର ବାକ୍ୟକୁ ଆମମାନେ ଓପନ୍ କରିବାର ଅଛି। ଗଡ୍ସ ୱାର୍ଡ ଯେତେବେଳେ ଈଶ୍ୱରଙ୍କର ସେଇ ପବିତ୍ର ଧର୍ମଶାସ୍ତ୍ରକୁ ଆମମାନେ ଓପନ୍ କରିବା ଦ୍ୱାରା ଈଶ୍ୱର ଆମମାନଙ୍କର ଜ୍ଞାନ ଚକ୍ଷୁକୁ ଓପନ୍ କରିଦିଅନ୍ତି। ସେଥିପାଇଁ ଆଉ ଜିଓସକୁ ମଧ୍ୟ ଆଜ୍ଞା ଦିଆଗଲା। 1:8 ଲେଖା ହେଲା, ବ୍ୟବସ୍ଥା ପୁସ୍ତକ ତୁମ୍ଭ ମୁଖରୁ ବିଚଳିତ ନ ହେଉ, ତଇଁର ଲେଖା ଅନୁସାରେ ମାନିବାକୁ କରିବାକୁ ଦିବାରାତ୍ର ତାହା ଧ୍ୟାନ କର। ତାହା କଲେ ତୁମ୍ଭେ ଆପଣା ପଥ ସଫଳ କରିବ। ୟୁ ଆର୍ ଏ ଗୁଡ୍ ସକ୍ସେସଫୁଲ୍। ତାପରେ ସେକେଣ୍ଡ ବିଷୟ ହେଉଛି ପ୍ରସ୍ପରିଟି, କୁଶଳ ପ୍ରାପ୍ତ ହେବ। ଏଠି ଦୁଇଟା ବିଷୟ। ବ୍ୟବସ୍ଥା ପୁସ୍ତକକୁ ଆମମାନେ ଦିବାରାତ୍ର ଧ୍ୟାନ କରିବା, ଯେତେ ଓପନ୍ କରିବା। ଈଶ୍ୱରଙ୍କର ବାକ୍ୟକୁ ଆପଣ ଯେତେ ଓପନ୍ କରିବେ ତାହେଲେ ସେଇ ମହାସମୁଦ୍ରକୁ ଆପଣମାନେ ମନ୍ଥନ କରୁଛନ୍ତି। ମହାସମୁଦ୍ରକୁ ମନ୍ଥନ କରିବାର ଅର୍ଥ ହେଉଛି ତା ଭିତରୁ କ'ଣ ବାହାରିବ? ଅମୃତ ବାହାରିବ। ଲୋକମାନେ ସେ ଅମୃତ ପାନ କରି ପରିତ୍ରାଣ ଉଦ୍ଧାର ପଥ, ଉଦ୍ଧାର ମାର୍ଗକୁ ସେମାନେ ଜାଣିବେ। ସେ ରିଡିମ୍ସନ୍କୁ ସେମାନେ ପାଇପାରିବେ। ଆଉ ଅନେକ ଲୋକମାନେ ନର୍କକୁ ଯାଉଥିବା ଲୋକମାନେ ଉଦ୍ଧାର ପାଇଯିବେ। ତ ସେଥିପାଇଁ ପ୍ରିୟ ଈଶ୍ୱରଙ୍କ ଲୋକମାନେ ଆଜି ଅନେକ ପରିବାରରେ, କାରଣ ଈଶ୍ୱରଙ୍କର ବାକ୍ୟ ସେମାନେ ଖୋଲିବାରେ, ପଠନ କରିବାରେ ନିବୃତ୍ତ ହୁଅନ୍ତି। ସେଥିପାଇଁ ପ୍ରକାଶିତ ବାକ୍ୟ 1:3 ଲେଖାଗଲା, ସାଧୁ ଜୋନ୍ ମଧ୍ୟ ଲେଖିଲେ, ଯେ କେହି ଏହି ଭାବାଣୀ ପୁସ୍ତକ ପାଠ କରେ, ପାଳନ କରେ, ସେମାନେ ଧନ୍ୟ। ଆମକୁ ପାଠ କରିବା ପାଇଁ ପଡ଼ିବ। ଏଭ୍ରି ଡେ ନାଇଟ୍ ମେଡିଟେଟ୍ କରିବାକୁ ପଡ଼ିବ। ଈଶ୍ୱରଙ୍କର ବାକ୍ୟକୁ ଘାଣ୍ଟିବା ପାଇଁ ପଡ଼ିବ। ଗୁପ୍ତର ଭେଦ, ସେ ବାକ୍ୟରୁ ସେ ଗୁପ୍ତ ବିଷୟକୁ ପରମେଶ୍ୱର ଆମମାନଙ୍କୁ ଦେବେ। କାହିଁକି ନା ବାଇବେଲ ପ୍ରକାଶ କରେ ଗୀତ ସଂହିତା 119:165 ଲେଖା ଅଛି, ବ୍ୟବସ୍ଥା ପାଳନକାରୀ ମାନଙ୍କର ମହାଶାନ୍ତି ହେବ। ସେଥିପାଇଁ ପ୍ରିୟ ମଣ୍ଡଳୀ, ଯୀଶୁ ଖ୍ରୀଷ୍ଟ ସେ ପ୍ରଥମେ ଆଉ ସେ ଯିଶାୟ ଭବାଦୀଙ୍କର ପୁସ୍ତକ ତାହାଙ୍କୁ ଦିଆଗଲା, ସେ ତା ଫିଟେଇଲେ। ଓପନ୍ ଦ ବାଇବେଲ, ସେ ଖୋଲିଲେ। ଯେଉଁ ସ୍ଥାନରେ এই ବାକ୍ୟ ଲିଖିତ ଅଛି ତା ପାଇଲେ। ତା ଯିଶାୟ 61 ଚାପ୍ଟର ଅଛି। ଆଉ ସେଇଠୁ ସେ ବାକ୍ୟକୁ ସେ କାଢ଼ିଲେ। କ'ଣ ଲେଖା ଅଛି? ପ୍ରଭୁଙ୍କର ଆତ୍ମା ମୋ ଠାରେ ଅଧିଷ୍ଠିତ, ଯେଣୁ ଆଉ ଦିନହୀନମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିବା ନିମନ୍ତେ ସେ ମୋତେ ଅଭିଷିକ୍ତ କରିଅଛନ୍ତି। ବନ୍ଦୀମାନଙ୍କ ନିକଟରେ ମୁକ୍ତି, ଅନ୍ଧମାନଙ୍କ ନିକଟରେ ଦୃଷ୍ଟି ଲାଭର ବିଷୟ ଘୋଷଣା କରିବାକୁ, ପୁଣି ଉପଦ୍ରବ ପ୍ରାପ୍ତ ଲୋକମାନଙ୍କୁ ମୁକ୍ତ କରିବାକୁ, ଆଉ ପ୍ରଭୁଙ୍କର ଅନୁଗ୍ରହ ବର୍ଷ ଘୋଷଣା କରିବାକୁ ସେ ମୋତେ ପ୍ରେରଣ କରିଅଛନ୍ତି। ତାପରେ ସେ ପୁସ୍ତକକୁ ବନ୍ଦ କଲେ। ଏଠି ପ୍ରିୟ ଈଶ୍ୱରଙ୍କ ଲୋକମାନେ, ବାଇବେଲ ପ୍ରକାଶ କରୁଛି, ଆଉ ସମାଜ ଗୃହରେ ସମସ୍ତଙ୍କର ଦୃଷ୍ଟି ତାଙ୍କ ଉପରେ ସ୍ଥିର ହୋଇ ରହିଲା। କେତେବେଳେ? ଯେତେବେଳେ ଆପଣମାନେ ଈଶ୍ୱରଙ୍କର ବାକ୍ୟକୁ ଖୋଲିବେ,
ଯେତେବେଳେ ଆପଣମାନେ ମହାସମୁଦ୍ରକୁ ମନ୍ଥନ କରିବେ, ଆପଣମାନେ ଯେତେବେଳେ ଈଶ୍ୱରଙ୍କର ବାକ୍ୟର ପ୍ରକାଶନ ପାଇବେ, ଆପଣମାନେ ଯେତେବେଳେ ଈଶ୍ୱରଙ୍କର ଆଉ ସେଇ ରବକୁ ଶୁଣି ପାରିବେ, ତାହେଲେ ବାଇବେଲ ପ୍ରକାଶ କରୁଛି ସମସ୍ତଙ୍କ ଦୃଷ୍ଟି ଆପଣମାନଙ୍କ ଉପରେ ରହିବ। କାରଣ ଆପଣଙ୍କ ଭିତରେ ସେମାନେ ଯୀଶୁଙ୍କୁ ଦେଖିପାରିବେ। କାରଣ ଯଦି ଆମମାନେ ଈଶ୍ୱରଙ୍କର ବାକ୍ୟକୁ ଆମମାନେ ଏଭ୍ରିଡେ ଦୈନନ୍ଦିନ ଜୀବନରେ ଯଦି ଆମମାନେ ଓପନ କରୁଛେ, ଧର୍ମଶାସ୍ତ୍ର ପାଠ କରୁଛେ, ଏଠି ଆମେ ଦୁଇଟା ବିଷୟ ଦେଖୁଛେ। 22 ପଦ ଲେଖା ହେଲା ଯେ ଆଉ ସମସ୍ତେ ସମାଜ ଗୃହରେ ବସିଥିବା ସମସ୍ତ ଲୋକମାନେ ତାଙ୍କର ମୁଖ ନିର୍ଗତ ଅନୁଗ୍ରହ ବାକ୍ୟରେ ଚମତ୍କୃତ ହେଲେ। ହ୍ୱାଏ? ଏଠି ବାଇବେଲ ପ୍ରକାଶ କରୁଛି ତାଙ୍କର ମୁଖ ନିର୍ଗତ ବାକ୍ୟ ଦ୍ୱାରା ଲୋକମାନେ ଚମତ୍କୃତ ହେଲେ। କାରଣ ସେ ବାକ୍ୟ ହେଉଛି ଈଶ୍ୱରଙ୍କ ଠାରୁ। ବାକ୍ୟକୁ ଆମମାନେ ଯେତେବେଳେ ପଠନ କରୁ, ଆଉ ବାଇବେଲ ପ୍ରକାଶ କରୁଛି ଯେ ବାକ୍ୟକୁ, ଯାହାକି ଗୀତ ଯିଶାୟା 42 ପଦ ଲେଖା ଅଛି, ସଦାପ୍ରଭୁ ଆପଣ ଧର୍ମ ସକାଶୁ ବ୍ୟବସ୍ଥାକୁ ମହତ ଓ ସମ୍ମାନ କରିବାକୁ ସନ୍ତୁଷ୍ଟ ହେଲେ। ମହତ ଓ ସମ୍ଭ୍ରାନ୍ତ କରିବାକୁ ସନ୍ତୁଷ୍ଟ ହେଲେ। ବ୍ୟବସ୍ଥା ହେଉଛି ଧର୍ମଶାସ୍ତ୍ର। କାରଣ ପ୍ରଭୁ ତାଙ୍କର ବାକ୍ୟକୁ ସେ ମହତ କରନ୍ତି, ତାଙ୍କ ବାକ୍ୟକୁ ସମ୍ଭ୍ରାନ୍ତ କରନ୍ତି। କାରଣ ସେଥିପାଇଁ ଆଉ ଆଇବ ମଧ୍ୟ ଗୋଟେ ବିଷୟ ଲେଖିଲେ। ଆଇବ 6:10 ଲେଖା ଅଛି ଯେ ମୁଁ ସଦାପ୍ରଭୁଙ୍କର ବାକ୍ୟ ସବୁ ତୁଚ୍ଛ କରି ନାହିଁ, ମୁଁ ଈଶ୍ୱରଙ୍କର ବାକ୍ୟକୁ କେବେ ବି ତୁଚ୍ଛ କରିବି ନାହିଁ। ତାହେଲେ ପ୍ରିୟ ମଣ୍ଡଳୀ, ଆମମାନଙ୍କ ଜୀବନରେ ପ୍ରଭୁଙ୍କର ବାକ୍ୟ ଆମେ ଯଦି ଓପନ କରିବା, ତାହେଲେ ଈଶ୍ୱରଙ୍କର ତତ୍ତ୍ୱଜ୍ଞାନ ଆମ ନିକଟରେ ପ୍ରକାଶ ପାଇବ। ଆମେ ଯେତେ ଈଶ୍ୱରଙ୍କର ବାକ୍ୟକୁ ଖୋଲିବା ଦୈନନ୍ଦିନ ଜୀବନରେ, ତାହେଲେ ଗୀତ ସଂହିତା 119:48 ଲେଖା ହେଲା, ମୁଁ ତ ତୁମର ବାକ୍ୟ ଯେପରି ଧ୍ୟାନ କରିବି, ଏଥିପାଇଁ ରାତ୍ରିର ପ୍ରତ୍ୟେକ ପ୍ରହର ମୋର ଚକ୍ଷୁ ପ୍ରସ୍ତୁତ ହେଲା। ମାନେ ତୁମ ବାକ୍ୟ ଧ୍ୟାନ କରିବା ପାଇଁ ମୁଁ ପ୍ରତ୍ୟେକ ରାତ୍ର ପ୍ରତ୍ୟେକ ପ୍ରହର ମୋର ଚକ୍ଷୁ କ'ଣ ହୋଇଛି, ଆଉ ତାହା ପ୍ରସନ୍ନ ପ୍ରସ୍ତୁତ ହେଇକି ରହିଛି। ମାନେ ଈଶ୍ୱରଙ୍କର ବାକ୍ୟରୁ କିଛି ନୂଆ ବିଷୟ ପାଇବା ପାଇଁ। ତେଣୁକରି ସମ୍ ଖ୍ରୀଷ୍ଟିଆନ ପିପୁଲ, ଯେ ଅନେକ ମସୀ ପରିବାର ପ୍ରାର୍ଥନା ମଧ୍ୟ କରନ୍ତି ନାହିଁ। ସମ୍ ଖ୍ରୀଷ୍ଟିଆନ ପିପୁଲ ବାଇବେଲ ମଧ୍ୟ ଓପନ ମଧ୍ୟ କରନ୍ତି ନାହିଁ। କାରଣ ଆମେ ଯଦି ଈଶ୍ୱରଙ୍କର ବାକ୍ୟକୁ ଓପନ ନ କରିବା, ତାହେଲେ ଆମମାନଙ୍କ ଜୀବନ ଗୋଟେ ଡାର୍କ ଏଜ୍ ପିରିୟଡ଼। ପୁରାତନ ନିୟମରେ ଡାର୍କ ଏଜ୍ ପିରିୟଡ଼ ଥିଲା। ପ୍ରଭୁ କେବଳ ପୁରାତନ ନିୟମରେ ତାଙ୍କର ଦାସ, ତାଙ୍କର ପ୍ରଫେଟ୍ସ ମାନଙ୍କୁ ବ୍ୟବସ୍ଥା ଧର୍ମଶାସ୍ତ୍ର ଅଧ୍ୟୟନ କରୁଥିବା ଅଧ୍ୟାପକମାନଙ୍କ ଉପରେ ଡିପେଣ୍ଡ କରୁଥିଲେ। ରାଜା ବି ଡିପେଣ୍ଡ କରୁଥିଲେ, ଈଶ୍ୱରଙ୍କ ଲୋକମାନେ ମଧ୍ୟ ଡିପେଣ୍ଡ କରୁଥିଲେ। କାରଣ ସେଥିପାଇଁ ବାଇବେଲ ପ୍ରକାଶ କରୁଛି ନୂତନ ନିୟମରେ ପ୍ରଭୁ ଆମମାନଙ୍କର ତାଙ୍କର ସେବା କାର୍ଯ୍ୟ ଆରମ୍ଭରୁ ସେ କ'ଣ କଲେ, ଈଶ୍ୱରଙ୍କର ବାକ୍ୟକୁ ଖୋଲିଲେ। କାରଣ ଏହା ହେଉଛି ଖୋଲା ପୁସ୍ତକ। ଆମେ ଯେତେ ଈଶ୍ୱରଙ୍କର ବାକ୍ୟକୁ ଓପନ ଦ ଗଡ୍ସ ୱାର୍ଡ, ତାହେଲେ ଆମମାନଙ୍କ ଜୀବନରେ ଡାର୍କ ଏଜ୍ ପିରିୟଡ଼ ରହିବନି। ଗୋଟେ ଅନ୍ଧକାର କାହିଁକି ପୁରାତନ ନିୟମରେ, ଆମେ ସେ ବିଷୟ ଧୀରେ ଧୀରେ ଦେଖିବା। ଡାର୍କ ଏଜ୍ ପିରିୟଡ଼ ଆଉ ଲୋକମାନଙ୍କ ଭିତରେ ଯେତେବେଳେ ଆସୁଥିଲା, କିନ୍ତୁ ଯେତେବେଳେ ବ୍ୟବସ୍ଥା ପୁସ୍ତକ ପାଠ କରାଯାଉଥିଲା, ଡାର୍କ ଏଜ୍ ପିରିୟଡ଼ ଈଶ୍ୱରଙ୍କ ଲୋକମାନେ ଈଶ୍ୱରଙ୍କ ଠାରୁ ବିମୁଖ ହେବାର କାରଣ ଥିଲା। ସେମାନେ ଈଶ୍ୱରଙ୍କ ସତ୍ୟକୁ ହରେଇ ବସୁଥିଲେ, ସେମାନେ ବାଲ ଦେବର ଅନୁଗାମୀ ହେଉଥିଲେ, ସେମାନେ ଆସେର ମୂର୍ତ୍ତି ସବୁ ସ୍ଥାପନ କରୁଥିଲେ, ଈଶ୍ୱରଙ୍କ ବିରୁଦ୍ଧରେ ପାପ କରୁଥିଲେ। ଦ୍ୟାଟ୍ ଇଜ୍ ହେଉଛି ଡାର୍କ ଏଜ୍ ପିରିୟଡ଼। ତେଣୁକରି ଆମେ ପ୍ରିୟ ମଣ୍ଡଳୀ, ପ୍ରିୟ ଈଶ୍ୱରଙ୍କ ଲୋକମାନେ, ଆମେ ପ୍ରତ୍ୟେକ ଦିନ ଈଶ୍ୱରଙ୍କର ବାକ୍ୟରୁ
କିଛି ପ୍ରଫିଟ୍ ପାଇବା, କିଛି ଲାଭବାନ ହେବା। କାରଣ ଆମେ ତାହେଲେ ୟୁ ସ୍ପେଣ୍ଡ ଟାଇମ୍ ୱିଥ୍ ଗଡ୍, ଆମମାନେ ଈଶ୍ୱରଙ୍କ ସହିତ ଟାଇମ୍ ସ୍ପେଣ୍ଡ କରିବାକୁ ପାଇଁ ପଡ଼ିବ। ଏଇଟା ହେଉଛି ଦୈନନ୍ଦିନ ଜୀବନରେ ଈଶ୍ୱରଙ୍କ ସହିତ ଆମମାନେ ଯଦି ସଙ୍ଗତି କରିବା ତାହେଲେ ଈଶ୍ୱର ଆମମାନଙ୍କ ସହିତ ଗମନାଗମନ କରିବେ, ତାହେଲେ ଆମମାନେ କିଛି ପ୍ରଫିଟ୍ ଲାଭବାନ ହେବା। କାହିଁକିନା ଏଭ୍ରିଡେ ପ୍ରତ୍ୟେକ ଦିନ ଯଦି ଆମମାନେ ଟାଇମ୍ ଇନଭେଷ୍ଟ କରୁଛେ, ଆଜି ଯଦି ଜଣେ ଲୋକ ବ୍ୟାଙ୍କରେ ଯଦି ଟଙ୍କାକୁ ସେ ଇନଭେଷ୍ଟ କରେ ତାହେଲେ ସେ କ'ଣ କରିବ, ତାର ସୁଧମୂଳ ପାଇଥାଏ। ଠିକ୍ ସେହିଭଳି ଆମେ ଈଶ୍ୱରଙ୍କର କିଙ୍ଗଡମ୍ ପାଇଁ ଆମେ ଯଦି ବାଇବେଲକୁ ଓପନ୍ କରିବା, ଟାଇମ୍କି ସ୍ପେଣ୍ଡ କରିବା, ସମୟକୁ ଇନଭେଷ୍ଟ କରିବା, ତାହେଲେ ଗଡ୍ସ ୱାର୍ଡ ଆମମାନଙ୍କୁ କ'ଣ କରିବ, ବେନିଫିଟ୍ ଆମମାନେ ପାଇ ଚାଲିବା। ଈଶ୍ୱରଙ୍କର ବାକ୍ୟରୁ ଅନେକ ବିଷୟ ବେନିଫିଟ୍ ପାଇବା। ତେଣୁକରି ଯଦି ଆମମାନେ ଇନଭେଷ୍ଟ କରୁନାହୁଁ ତାହେଲେ ମୁଁ ଲାଭରେ ନାହିଁ, ୟୁ ଲୁଜ୍ ଦ ଏଭ୍ରିଥିଙ୍ଗ। କାରଣ ମୋ ଆକାଉଣ୍ଟ ଧୀରେ ଧୀରେ କ'ଣ ହେବ, ଜିରୋ ହୋଇଯିବ, ମୋର ବ୍ୟାଙ୍କ ବାଲାନ୍ସ ମଧ୍ୟ ବଢ଼ିବନି। ତ ସେଥିପାଇଁ ଯଦି ମୁଁ ଇନଭେଷ୍ଟ କରୁନାହିଁ, ମୋ ସମୟକୁ ମୁଁ ଇନଭେଷ୍ଟ କରୁନାହିଁ, ତାହେଲେ ବ୍ୟାଙ୍କ ବାଲାନ୍ସ ମଧ୍ୟ ବଢ଼ିବନି। ତାହେଲେ ଆମେ ଏଠି ବୁଝିବା, ଯେତେବେଳେ ଈଶ୍ୱରଙ୍କର ବାକ୍ୟକୁ ଆମେ ଓପନ୍ କରୁ, ଆମେ ଯେତେବେଳେ କିଛି ସମୟକୁ ଇନଭେଷ୍ଟ କରୁ, ତାହେଲେ ଆମମାନଙ୍କର ବ୍ୟାଙ୍କ ଆକାଉଣ୍ଟ ବଢ଼ି ଚାଲିବ। ଈଶ୍ୱରଙ୍କର ବାକ୍ୟ ଆପଣଙ୍କ ଭିତରେ ଗଚ୍ଛିତ ହେବ। କଲସୀ ପୁସ୍ତକରେ ଯେମିତି ଲେଖା ହେଇଛି 3 ଅଧ୍ୟାୟରେ, ଈଶ୍ୱରଙ୍କର ବାକ୍ୟ ତୁମମାନଙ୍କ ମଧ୍ୟରେ ପ୍ରଚୁର ଭାବରେ ବାସ କରୁ। ତା ହେଉଛି ପ୍ରଚୁରତା ଆମମାନେ କେତେବେଳେ ପାଇବା, କେତେବେଳେ ଆମମାନେ ଲାଭବାନ ହେବା, କେତେବେଳେ ଆମମାନେ ଆଉ ଇନଭେଷ୍ଟ କରିବା ଦ୍ୱାରା ଈଶ୍ୱରଙ୍କ ଠାରୁ ଆମମାନେ ଅନେକ ବିଷୟ ଲାଭ ନେଇଥାଉ। ଦେଖନ୍ତୁ, ଯେତେବେଳେ ଗୋଟେ କାର୍ଯ୍ୟ କରିବା ପୂର୍ବରୁ, କାରଣ ଯେତେବେଳେ ନେହେମିଆ ବନ୍ଦିତ ଅବସ୍ଥାରେ ଅଛନ୍ତି, ତାଙ୍କର ଭାତୃମାନଙ୍କ ମଧ୍ୟରୁ ହନାନୀ ବୋଲି ଜଣେ ବ୍ୟକ୍ତି ଆସି ଆଉ ସେ ତାଙ୍କୁ ଆସି କହିଲା, ନେହେମିଆ ତାଙ୍କୁ ପଚାରିଲେ, ଭାଇମାନଙ୍କ ବିଷୟରେ ପଚାରିଲେ, ଜେରୁସାଲେମ ବିଷୟରେ ତାଙ୍କୁ ପଚାରିଲେ। ସେ ରିପୋର୍ଟ ଦେଉଛନ୍ତି, ଭାଇମାନେ ମହା ଦୁଃଖରେ ଅଛନ୍ତି, ଅପମାନରେ ଅଛନ୍ତି, ଜେରୁସାଲେମର ପ୍ରାଚୀର ଭଗ୍ନ ହୋଇଛି, ଭଗ୍ନ ଅବସ୍ଥାରେ ଅଛି, ଦ୍ୱାର ସବୁ ଅଗ୍ନିରେ ଦଗ୍ଧ ହୋଇଛି। ବାଇବେଲ ପ୍ରକାଶ କରେ ନେହେମିଆ 1 ଅଧ୍ୟାୟ 4 ପଦ ଲେଖା ଅଛି, ନେହେମିଆ ଏହା ଶୁଣନ୍ତେ ସେ ବସି ରୋଦନ କଲେ, କେତେକ ଦିନ ପର୍ଯ୍ୟନ୍ତ ବିଳାପ କଲେ, ପରମେଶ୍ୱରଙ୍କ ଛାମୁରେ ପ୍ରାର୍ଥନା କଲେ। ଦାଡ଼ିଦ ହେଉଛି ନେହେମିଆଙ୍କର ଇନଭେଷ୍ଟ ଟାଇମ୍, ଇନଭେଷ୍ଟ ୱିଥ୍ ଗଡ୍। ଈଶ୍ୱରଙ୍କ ନିକଟରେ ଉପବାସ ହଉ, ପ୍ରାର୍ଥନା ହଉ, ଏଠି ତାପରେ ସିଏ ପୁନର୍ନିର୍ମାଣ କାର୍ଯ୍ୟ ନିଜ ହସ୍ତକୁ ନେଲେ। ରେଷ୍ଟୋରେସନ କାର୍ଯ୍ୟକୁ ସେ କ'ଣ କଲେ, ଉତ୍ତମ ଭାବରେ କାର୍ଯ୍ୟ କରିପାରିଲେ। ରାଜା ମଧ୍ୟ ଅନୁମତି ଦେଲେ, କାରଣ ସେ ଜଣେ କବ୍ୟର ଥିଲେ, ପାନପାତ୍ର ବାହକ ଥିଲେ। ତଥାପି ଈଶ୍ୱରଙ୍କର ବାକ୍ୟକୁ ଯେତେବେଳେ ଆମମାନେ ଈଶ୍ୱରଙ୍କ ସହିତ ଗୋଟିଏ ଜିନିଷ ଗଠନମୂଳକ କାର୍ଯ୍ୟ କରିବା ପୂର୍ବରୁ ଯୀଶୁଖ୍ରୀଷ୍ଟ ମଧ୍ୟ 30-40 ଦିନ ପର୍ଯ୍ୟନ୍ତ ସେ କ'ଣ କଲେ, ଇନଭେଷ୍ଟ ତାଙ୍କର ଟାଇମ୍କି ସ୍ପେଣ୍ଡ କଲେ ବାଇ ଦ ପ୍ରାର୍ଥନା, ଉପବାସ, ତାପରେ ସେବା କାର୍ଯ୍ୟ ଷ୍ଟାର୍ଟ ହେଲା, ତାପରେ ରେଷ୍ଟୋରେସନ୍, ତାପରେ ପୁନଃସ୍ଥାପନ କାର୍ଯ୍ୟ ଈଶ୍ୱର କ'ଣ କଲେ, ଯୀଶୁଙ୍କ ଦ୍ୱାରା ହିଁ ଆରମ୍ଭ କଲେ। ମିନିଷ୍ଟ୍ରି ଗୋଟେ ପ୍ରଭାବଶାଳୀ ମିନିଷ୍ଟ୍ରି ହେଇପାରିଲା। ଲୋକମାନେ ଛୁଟକାର ପାଇଲେ, ଲୋକମାନେ ବନ୍ଧନ ମୁକ୍ତ ହେଲେ, ଲୋକମାନେ ଆଜାଦ ହେଲେ। ବନ୍ଦୀମାନଙ୍କର ବନ୍ଧନ ଖୋଲିଗଲା, ଆଉ ଅନ୍ଧମାନଙ୍କର ଚକ୍ଷୁକୁ ତାହା ପରମେଶ୍ୱର ଖୋଲିଦେଲେ। କାରଣ ତାହା ଡିପେଣ୍ଡ କରୁଛି ପ୍ରିୟ ଈଶ୍ୱରଙ୍କ ଲୋକମାନେ, ଆମେ ଯଦି ବାକ୍ୟକୁ ଆଜି ଓପନ୍ କରୁନେ, ତାହେଲେ ମାନେ ଗୋଟେ ଡାର୍କ ଏଜ୍ ପିରିୟଡ଼ ମଧ୍ୟ ରହିଛି, ଗୋଟେ ଅନ୍ଧକାର ଭିତରେ ଆମମାନେ ଗତି କରୁଛେ। ଆପଣମାନେ ଯଦି ଏଜ୍ରା ପୁସ୍ତକ 7 ଅଧ୍ୟାୟ 6 ପଦରେ ଦେଖିବେ, ଏଜ୍ରା ଜଣେ ନିପୁଣ ଅଧ୍ୟାପକ ଥିଲେ। ଈଶ୍ୱରଙ୍କର ଧର୍ମଶାସ୍ତ୍ର ବ୍ୟବସ୍ଥା ପୁସ୍ତକରେ ଆଉ ସେ ଜଣେ ନିପୁଣ ବ୍ୟକ୍ତି ଥିଲେ। କାହିଁକି ନା
ଆଉ ସେଇ ଏଜ୍ରା ତାର 7 ଅଧ୍ୟାୟ 10 ପଦ ଲେଖା ଅଛି। ଯେଣୁ ଏଜ୍ରା କ'ଣ କଲେ, ସଦାପ୍ରଭୁଙ୍କର ବ୍ୟବସ୍ଥା ଅନୁସନ୍ଧାନ ଓ ପାଳନ କରିବାକୁ ପୁଣି ଇସ୍ରାଏଲ ମଧ୍ୟରେ ବିଧି ଶାସନ ଶିକ୍ଷା ଦେବାକୁ ମନୋନିବେଶ କଲେ। ଏଠି ରାଜା ଅର୍ତ୍ତକ୍ଷସ୍ତ ରାଜା କ'ଣ କଲେ, ଜିହୁଦୀମାନଙ୍କୁ ନିଜ ମାଟି ଜେରୁସାଲେମକୁ ଯିବା ପାଇଁ ଅନୁମତି ଦେଲେ। ଜେରୁସାଲେମ ପରମେଶ୍ୱରଙ୍କ ଗୃହ ନିମନ୍ତେ ସୁନା ରୂପା ମଧ୍ୟ ସ୍ୱେଚ୍ଛାପୂର୍ବକ ତାହା ଦିଆଯାଉ ବୋଲି ଘୋଷଣା କଲେ। କାହିଁକି ନା ତାଟି ହେଉଛି ବ୍ୟବସ୍ଥା ପୁସ୍ତକକୁ ଯେତେବେଳେ ତାଙ୍କର ଶାସନ ତାଙ୍କର ବିଧି ଶିକ୍ଷା ଦେବା ପାଇଁ ଆମେ ମନୋନିବେଶ କରୁ, ତାହେଲେ ଏଠି ରାଜାଙ୍କ ହୃଦୟରେ ମଧ୍ୟ ପ୍ରଭୁ କାର୍ଯ୍ୟ କରିବେ। ଜଣେ ବିଜାତି ରାଜା ମଧ୍ୟ ସେ ଈଶ୍ୱରଙ୍କର ବାକ୍ୟ ଶୁଣିପାରିବ, ତା ହୃଦୟକୁ ମଧ୍ୟ ଈଶ୍ୱର ପରିବର୍ତ୍ତନ କରିବେ। ସୁନା ରୂପା ପ୍ରପର୍ଟି କେଉଁଠୁ ଆସିବ? ଏଠି ରାଜା ଘୋଷଣା କଲେ ସୁନା ରୂପା ସବୁ ତାଙ୍କୁ ଦିଆଯାଉ। କାହିଁକିନା ଇଜ୍ରା 7 ଅଧ୍ୟାୟ 19-20 ପଦ ଲେଖା ହେଲା, ତୁମ ପରମେଶ୍ୱରଙ୍କ ଗୃହରେ ଆଉ ଯେ ସକଳ ପାତ୍ର ତୁମକୁ ଦିଆଯାଉଅଛି, ତୁମେ ପରମେଶ୍ୱରଙ୍କ ଗୃହର ଆଉ ସେବା କରିବା ପାଇଁ ଯେ ସକଳ ପାତ୍ର ସବୁ ତୁମମାନଙ୍କୁ ଦିଆଯାଉଅଛି, ତୁମେ ପରମେଶ୍ୱରଙ୍କ ସମ୍ମୁଖରେ ସମର୍ପଣ କରିବ। ତାହେଲେ ଆମମାନେ ଯେତେବେଳେ ଈଶ୍ୱରଙ୍କର ବାକ୍ୟକୁ ଓପନ୍ କରିବା, ତାହେଲେ ଈଶ୍ୱରଙ୍କର ଅନୁଗ୍ରହ, କାରଣ ଏଠି ବାଇବେଲ ଲେଖା ଅଛି, ଆଉ ଅନୁଗ୍ରହର ବର୍ଷକୁ ସିଏ ପ୍ରଭୁ ଯୀଶୁ କ'ଣ କଲେ, ଘୋଷଣା କଲେ। 19 ପଦ ଲେଖା ହେଲା, ଲୁକ 4:19 ପଦ, ଆଉ ପ୍ରଭୁଙ୍କର ଅନୁଗ୍ରହ ବର୍ଷ ଘୋଷଣା କରିବାକୁ ସେ ମୋତେ ପ୍ରେରଣ କରିଅଛନ୍ତି। ଆପଣମାନେ ଯେତେବେଳେ ଈଶ୍ୱରଙ୍କର ବାକ୍ୟକୁ ଓପନ୍ କରନ୍ତି, ଗଡ୍ସ ଗ୍ରେସ୍, ଗଡ୍ସ ଫେଭର, ପ୍ରିୟ ମଣ୍ଡଳୀ, ଆମମାନଙ୍କର ଉପରେ ରୁହେ। କାହିଁକିନା ୟୁ ଓପନ୍ ଦ ବାଇବେଲ, ତାହେଲେ ଈଶ୍ୱର କ'ଣ କରିବେ, ଆମମାନଙ୍କୁ ଉତ୍ତମ ବସ୍ତୁରେ ସେ ଆମମାନଙ୍କ ମୁଖକୁ ପରିତୃପ୍ତ କରିବେ। ତେଣୁକରି ଆମେ ଦେଖୁଛେ ପ୍ରିୟ ଈଶ୍ୱରଙ୍କ ଲୋକମାନେ, ଯେତେବେଳେ ଡାର୍କ ଏଜ୍ ପିରିୟଡ଼ ହେଉଛି ଭେରି ଡେଞ୍ଜରିୟସ୍। ଗୋଟେ ଖ୍ରୀଷ୍ଟିଆନ ଲାଇଫରେ ଯେତେବେଳେ ଗୋଟେ କଳାବାଦଲ ଘଟିଯାଏ, କେତେବେଳେ କଳାବାଦଲ ଘଟିବ, ଯେତେବେଳେ ଆପଣମାନେ ଈଶ୍ୱରଙ୍କର ବାକ୍ୟକୁ ବନ୍ଦ କରିକି ରଖିଛନ୍ତି, ଈଶ୍ୱରଙ୍କର ବାକ୍ୟକୁ ଆପଣମାନେ ପଠନ କରୁନାହାନ୍ତି, ଈଶ୍ୱରଙ୍କର ବାକ୍ୟକୁ ଆପଣମାନେ ଆଉ ସେ ମହାସମୁଦ୍ରକୁ ମନ୍ଥନ କରୁନାହାନ୍ତି, ଅମୃତକୁ ଆପଣମାନେ ଦେଖିପାରୁନାହାନ୍ତି। ଆମମାନେ ଚିନ୍ତା କରିବା, ଗୋଟେ ଡାର୍କ ଏଜ୍ ପିରିୟଡ଼ ଆମମାନଙ୍କ ଜୀବନରେ କଳାବାଦଲ ଘଟିଯାଏ। କଳାବାଦଲ କ'ଣ କରେ, ରୋଗ ସମସ୍ୟା ଆମମାନଙ୍କ ଶରୀର ଉପରେ ପ୍ରଭାବ କାୟା ବିସ୍ତାର କରେ, ଆମ ଶରୀର ଦୁର୍ବଳ ହୋଇଯାଏ, ଆମମାନେ ଈଶ୍ୱରଙ୍କ ସତ୍ୟକୁ ହରେଇ ବସୁ, ଈଶ୍ୱରଙ୍କ ସହଭାଗିତାରୁ ଆମମାନେ ଦୂରକୁ ଚାଲିଯାଉ, ଈଶ୍ୱରଙ୍କ ଠାରୁ ଆମମାନେ ବିପଦଗାମୀ ହେଇଯାଉ। କାରଣ ପୁରାତନ ନିୟମର ସେ ଗୋଟିଏ ବିଷୟ ଥିଲା ଯେ ସେମାନେ କ'ଣ କରୁଥିଲେ, ଯେତେବେଳେ ଆଉ ତାଙ୍କ ଜୀବନରେ ଆଉ କଳାବାଦଲ ବା ଈଶ୍ୱରଙ୍କ ଠାରୁ ଯେତେବେଳେ ଡାର୍କ ଏଜ୍ ପିରିୟଡ଼ ସେଇଟା ସେମାନେ ଅନୁଭବ କରୁଥିଲେ, ଈଶ୍ୱରଙ୍କ ସହିତ ତାଙ୍କର ସଂଯୋଗତା ରହୁନଥିଲା। କେବଳ ସେମାନେ ଡିପେଣ୍ଡ କରୁଥିଲେ ଭବିଷ୍ୟତ ବକ୍ତା, ରାଜା ବି ଡିପେଣ୍ଡ କରୁଥିଲା ଭବିଷ୍ୟତ ବକ୍ତା, ଅଧ୍ୟାପକ। ଜଣେ ଅଧ୍ୟାପକ, ନିପୁଣ ଅଧ୍ୟାପକ ସେ ଈଶ୍ୱରଙ୍କର ବାକ୍ୟକୁ ଖୋଲିଲା ପରେ ପୁଣି ଲୋକମାନଙ୍କ ଜୀବନରେ ଗୋଟେ ଶାନ୍ତି ଆନନ୍ଦ ପୁଣି ଆସୁଥିଲା। କିନ୍ତୁ ନୂତନ ନିୟମରେ ପ୍ରଭୁ ଆମେ ସମସ୍ତେ ପ୍ରଭୁ ଏଠି ଅପେକ୍ଷା କରନ୍ତି, ଯିଏ ପରମେଶ୍ୱରଙ୍କ ନିକଟରେ ଧର୍ମ କର୍ମ ସାଧନ କରିବ। 10 ଅଧ୍ୟାୟ 34 ଲେଖା ଅଛି, ସାଧନ କରି ସେ ତାହେଲେ ପ୍ରିୟ ମଣ୍ଡଳୀ, ଆମେ ଈଶ୍ୱରଙ୍କର ବାକ୍ୟ ଯେତେବେଳେ ଓପନ୍ କରିବା ବେନିଫିଟ୍ ପାଇବା। ଆମମାନେ ଯେତେବେଳେ ଈଶ୍ୱରଙ୍କର ବାକ୍ୟକୁ ଆପଣମାନେ ଖୋଲନ୍ତୁ, ଏଭ୍ରି ଡେ, ପ୍ରତ୍ୟେକ ଦିନ
ବାକ୍ୟର ପ୍ରକାଶନ ମିଳୁ। ଆପଣମାନେ ଈଶ୍ୱରଙ୍କର ପରିଚୟରେ ବଢ଼ନ୍ତୁ। ଆପଣମାନଙ୍କ ଇଣ୍ଟିମସି ସମ୍ବନ୍ଧକୁ ଆପଣମାନେ ଦୃଢ଼ନ୍ତୁ। ଆପଣମାନେ ଈଶ୍ୱରଙ୍କର ବାକ୍ୟ ଗୋପନ କରିବା ପ୍ରତ୍ୟାଦେଶ ମଧ୍ୟ ପ୍ରାପ୍ତ ହେବେ। ଆପଣମାନେ ଈଶ୍ୱରଙ୍କର ବାକ୍ୟ ଖୋଲିବା ଦ୍ୱାରା ଆପଣମାନେ ଈଶ୍ୱର ଆପଣମାନଙ୍କର ଚକ୍ଷୁକୁ ମଧ୍ୟ ଖୋଲିଦେବେ। ଆପଣମାନେ ହୀରା ନୀଳା ମୋତି ମାଣିକକୁ ଆମମାନେ କଣ କରିବା, ସେ ମହାସମୁଦ୍ର ଭିତରୁ କଲେକ୍ଟ କରିବା। ଆପଣମାନେ ଈଶ୍ୱରଙ୍କର ବାକ୍ୟକୁ ଓପନ କରିବେ, ତାହେଲେ ସେଇଠି ଆପଣମାନେ ଈଶ୍ୱରଙ୍କର ଶ୍ରବକୁ ମଧ୍ୟ ଆମେ ଶୁଣିପାରିବା। ଈଶ୍ୱରଙ୍କ ସହିତ ମଧ୍ୟ ଆମେ ଆରମ୍ଭ କରିବା। ତେଣୁକରି ପ୍ରିୟ ମଣ୍ଡଳୀ, ପ୍ରିୟ ଈଶ୍ୱରଙ୍କ ଲୋକମାନେ, ଆମମାନେ ଏଭ୍ରି ଡେ ଆଉ ଯଦି ଆପଣମାନେ ଈଶ୍ୱରଙ୍କର ବାକ୍ୟକୁ ଯେତେ ଏକ୍ସଲ୍ଟ କରିବେ, ଆପଣମାନେ ଈଶ୍ୱରଙ୍କର ବାକ୍ୟକୁ ସମ୍ମାନିତ କରନ୍ତୁ, ଈଶ୍ୱର ଆପଣଙ୍କୁ ହାଇ ଲେଭେଲକୁ ନେବେ। କାରଣ ଆପଣଙ୍କୁ ପ୍ରଭୁ ଉଚ୍ଚ ସ୍ତରରେ ରଖିବେ। ଆପଣ ଯେତେ ଈଶ୍ୱରଙ୍କର ଗଡ୍ସ ୱାର୍ଡକୁ ସମ୍ମାନିତ କରୁଛନ୍ତି, ପ୍ରଭୁ ମଧ୍ୟ ଆପଣଙ୍କୁ ଉଚ୍ଚରେ ରଖିବେ। ତ ସେଥିପାଇଁ ଆସନ୍ତୁ, ଆଜିର ଚିନ୍ତନ ପାଇଁ ପୁଣି ଆମମାନେ କାଲିଠାରୁ ପୁଣି ଆମେ ଦେଖିବା, ଏ ବାକ୍ୟକୁ ପୁଣି ଆଲୋଚନା କରିବା। ଆଉ ଏମାନଙ୍କର ଆଉ କେତୋଟି ସେକ୍ସନ ମଧ୍ୟ ଆମମାନେ ତାର ବିଷୟରେ ଆଲୋଚନା କରିବା। ଯେ ଆଜିର ଚିନ୍ତନ ଯେ ଈଶ୍ୱରଙ୍କର ବାକ୍ୟକୁ ଆମମାନେ, କାରଣ ତାହା ହେଉଛି ଖୋଲା ପୁସ୍ତକ। ପ୍ରଭୁ ଯୀଶୁ ମଧ୍ୟ ତାଙ୍କର ସେବା କାର୍ଯ୍ୟର ଆରମ୍ଭରୁ ପ୍ରଥମ ବିଷୟ ସେମାନଙ୍କର ଗୋଟେ ଆଦର୍ଶ ଦେଖାଇଲେ। ଓପନ ଦ ବାଇବେଲ, ସେ ଈଶ୍ୱରଙ୍କର ବାକ୍ୟକୁ ଖୋଲିଲେ। ତେଣୁକରି ଆଉ ତାପରେ ସେ କ'ଣ କଲେ, ଆଉ ବାକ୍ୟକୁ ସେ କ'ଣ କଲେ, କ୍ଲୋଜ କଲେ। ଆମମାନେ ଖୋଲା ଆରମ୍ଭ କରିବା। ଆମମାନେ ବର୍ତ୍ତମାନ ଆରମ୍ଭ କରିବା ଆମମାନଙ୍କର ବ୍ୟକ୍ତିଗତ ଜୀବନରେ, ପାରିବାରିକ ଜୀବନରେ। ଆପଣ ଦେଖନ୍ତୁ, କାରଣ ଈଶ୍ୱରଙ୍କର ବାକ୍ୟ ହେଉଛି ମଧୁଚାକଠାରୁ ଆହୁରି ସୁମିଷ୍ଟ। ଆପଣ ଈଶ୍ୱରଙ୍କର ବାକ୍ୟର ମାଧୁର୍ଯ୍ୟ, ଈଶ୍ୱରଙ୍କର ବାକ୍ୟ ଯେତେବେଳେ ପଠନ କରିବେ, ଈଶ୍ୱର ଆପଣମାନଙ୍କ ସହିତ ଆଳାପ କରିବେ। ଆପଣ ହୀରା ନୀଳା ମୋତି ମାଣିକକୁ ଆପଣ ତାରି ଭିତରୁ ଖୋଜିବେ। ପ୍ରଭୁ ଆପଣମାନଙ୍କୁ କେତେବେଳେ ଅଳଙ୍କୃତ କରିବେ, ଯାହାକି ଜିଜିକଲ 16 ଲେଖା ଅଛି ଯେ ପ୍ରଭୁ ଆମମାନେ ଯେତେବେଳେ ବାକ୍ୟ ସହିତ ଆମମାନଙ୍କର ସମୟକୁ ଇନଭେଷ୍ଟ କରୁ, ତାହେଲେ ପ୍ରଭୁ ଆପଣମାନଙ୍କୁ କ'ଣ କରିବେ, ଅଳଙ୍କୃତ କରି ଚାଲିବେ। ଆମମାନେ ଈଶ୍ୱରଙ୍କର ସମସ୍ତ ସଜାରେ ଆମେ ନିଜକୁ ସଜ୍ଜିତ କରିପାରିବା। ଆମମାନେ ଗୋଟେ ରଣକ୍ଷେତ୍ରକୁ ଯିବା, ଯୁଦ୍ଧ କ୍ଷେତ୍ରରେ ଆମେ କ'ଣ କରିବା, ଆଉ ଶତ୍ରୁ ସହିତ ମଧ୍ୟ, କାରଣ ଈଶ୍ୱରଙ୍କର ବାକ୍ୟ ହେଉଛି ଜୀବନ୍ତ, ତା ହେଉଛି ଦ୍ୱିଧାର ଖଡ୍ଗ, ତା ହେଉଛି ଅସ୍ଥିର ମଜା ପର୍ଯ୍ୟନ୍ତ ପରିଭେଦକ। ଈଶ୍ୱରଙ୍କର ବାକ୍ୟ ହେଉଛି ତୀକ୍ଷ୍ଣତର। ଈଶ୍ୱରଙ୍କର ବାକ୍ୟକୁ ଯେତେ ଆମମାନେ ଏକ୍ସଲ୍ଟ କରିବା, ସମ୍ମାନିତ କରିବା, ତାହେଲେ ଈଶ୍ୱର ଆପଣମାନଙ୍କୁ କ'ଣ କରିବେ, ସେ ମଧ୍ୟ ଆପଣମାନଙ୍କୁ ଉଚ୍ଚରେ ରଖିବେ। ଧନ୍ୟବାଦ ଦେଉଛି ଆଜିର ଏହି ସ୍ୱଳ୍ପ ଚିନ୍ତନ ପାଇଁ। ପୁଣି ଆମମାନେ କାଲି ପ୍ରାତଃ ସକାଳେ ଏହି ସମୟରେ ଆମେ ବାକ୍ୟରୁ ଆଉ କିଛି ନୂତନ ବିଷୟ ଦେଖିବା। ଧନ୍ୟବାଦ। ପ୍ରେଜ୍ ଦ ଲର୍ଡ। ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ।